ରାସନ କାର୍ଡ଼ ଥିଲେ ମିଳିବ 1000 ଟଙ୍କା। କ'ଣ ଅଛି ଅପଡ଼େଟ୍ ଜାଣିବା, ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ରାସନ କାର୍ଡ଼ ଥିଲେ ମିଳିବ 2ଟି ଝୋଟ ବ୍ୟାଗ୍ ଏବଂ 1000 ଟଙ୍କା। ଯୁବବର୍ଗକୁ ମିଳିବ ବିନା ସୁଧରେ 1 ଲକ୍ଷ ଟଙ୍କାର ଋଣ। 14ଟି ବିଭାଗର 27ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ର ମୋହର। କ'ଣ ଅଛି ଅପଡ଼େଟ୍ ଜାଣିବା। ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। 14ଟି ବିଭାଗର 27ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ମାରିଛନ୍ତି। ଏହି ବୈଠକରେ ଯୁବବର୍ଗଙ୍କ ପାଇଁ ନୂଆ ସ୍ୱୟଂ ଯୋଜନା ଆରମ୍ଭ ହେବାକୁ ଯାଉଛି। ରାସନ କାର୍ଡ଼ ହିତାଧିକାରୀଙ୍କୁ 2ଟି ଝୋଟ ତିଆରି ବ୍ୟାଗ୍ ଏବଂ 1000 ଟଙ୍କା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀମାନେ ରାଜ୍ୟ ସରକାରଙ୍କ ତରଫରୁ 2ଟି ଝୋଟ ତିଆରି ବ୍ୟାଗ୍ ଯୋଗାଇ ଦିଆଯିବ। ଏଥିସହିତ ସରକାରଙ୍କ ତରଫରୁ 1000 ଟଙ୍କା ମଧ୍ୟ ଦିଆଯିବ। ଏହାଦ୍ୱାରା ରାଜ୍ୟର 95,90,000 ହିତାଧିକାରୀ ଉପକୃତ ହେବେ। ଅନ୍ୟପଟେ ଯୁବବର୍ଗଙ୍କ ପାଇଁ ଏହି ସ୍ୱୟଂ ଯୋଜନାରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ବ୍ୟବସାୟ ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ 18ରୁ 35 ବର୍ଷୀୟ ଯୁବକ ଏବଂ ଯୁବତୀ। ତେବେ ଋଣ ପରିଶୋଧ ଅବଧି 4 ବର୍ଷ ରହିବ। ଏଥିପାଇଁ ରାଜ୍ୟ ସରକାର 448 କୋଟି ଖର୍ଚ୍ଚ କରିବେ। ସହରରେ ମଧ୍ୟ ଯୁବକ ଯୁବତୀଙ୍କ ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନା ପ୍ରଣୟନ ହେବାକୁ କ୍ୟାବିନେଟ୍ ଦେଲା ନିଷ୍ପତ୍ତି।